नमस्कार दर्शक बंधु, आपण मानक मो चैनल क्रिएटिव लाइफ को बहुत बहुत स्वागत करुछि। दर्शक बंधु चलंतु आजिर कहानी सुनिबा। आजिर कहानीर नाम हेउछि सावधान नहेले विपदरे पड़िबो। चलंतु कहानी आरंभ करिबा। धान जमी कड़े गोटिए खालुआ जगाटे थाए। ସେହି ଜାଗାରେ ବର୍ଷ ସାରା ପାଣି ରହୁଥିବାରୁ ଦଳ ଏବଂ ଅନାବନା ଘାସ ବି ବଢ଼ିଥାଏ। ପାଣି ଭିତରେ ମାଛ, ଗେଣ୍ଡା, ଶାମୁକା ଥାଆନ୍ତି। ମାଛ, ଗେଣ୍ଡା ଏବଂ ଶାମୁକା ଖାଇବାକୁ ବାଚୁକ ବୋଲି ମୂଷାଟିଏ ସେହି ପାଣି କଡ଼ରେ ଗାତ କରି ରହିଥାଏ। ଟିକିଏ ଦୂରରେ ଗୋଟିଏ ବୁଦା ଭିତରେ ମାରିକ ବୋଲି ନେଉଳଟିଏ ରହେ। ମାରିକ ବିଭିନ୍ନ ଜାଗା ବୁଲି ମାଛ, ଗେଣ୍ଡା, ଶାମୁକା ଖାଇବାକୁ ଆସେ। ମାରିକର ଯିବା ଆସିବା ଭିତରେ ବାଚୁକ ସହ ଦେଖା ହୁଏ। ପ୍ରାୟ ଦେଖା ହେଉଥିବାରୁ ମାରିକ ଏବଂ ବାଚୁକ ମଧ୍ୟରେ ବନ୍ଧୁତା ହୋଇଗଲା। କେହି କାହା ଉପରେ ନିର୍ଭର କରିବା ବା ଦେବା ନେବାର ସମ୍ପର୍କ ମଧ୍ୟ ନଥାଏ। ତଥାପି ଧୀରେ ଧୀରେ ସେ ଦୁହିଁଙ୍କର ବନ୍ଧୁତା ବହୁତ ବଢ଼ିଗଲା। ଦିନେ କ'ଣ ହେଇଛି, ମାରିକ ଯେଉଁ ବୁଦା ପାଖରେ ରହିଥାଏ, ସେଇ ବୁଦା ପାଖରେ ଜଣେ ଲୋକ ଗୋଟିଏ ମୁଗୁରା ଭିତରେ ଭଲ ଶୁଖୁଆ ରଖି ଥୋଇ ଦେଇଯାଏ। ମାରିକ ସେ ଆଡ଼କୁ ଦୃଷ୍ଟି ଦିଏ ନାହିଁ। ସେ ଲୋକ ପ୍ରତିଦିନ ସେଠାକୁ ଦିନକୁ ଥରେ ଆସି ତାର ମୁଗୁରା ଦେଖି ଦେଇଯାଏ। ମାରିକ ସେ ଲୋକ ଏବଂ ମୁଗୁରାକୁ ଦେଖିଦେଲେ ସେ ବୁଦାରୁ ବାହାରେ ନାହିଁ। ପାଣି ଭିତରୁ ମାରିକ ଏବଂ ବାଚୁକ ମାଛ ଖାଇବା ବେଳେ ମୂଷା ବେଶୀ ପାଣିରେ ଡୁବି ଗୋଟିଏ ବଡ଼ ମାଛ ଧରିଦେଲା। ଏକା କ'ଣ ଖାଇବ ସେ? ନେଉଳ ମାରିକ ସହ ମିଶି ଦୁହେଁ ଖାଇଲେ। ସେଦିନ ନେଉଳ ବଡ଼ ମାଛ ଖାଇ ଖୁସି ହେଇଥିବାରୁ ବାଚୁକକୁ ତା ଘରକୁ ଡାକିନେଲା। ସେଇ ବାଟରେ ମୁଗୁରାକୁ ଦେଖି ବାଚୁକ ବୁଝିନେଲା ଯେ ଲୋକଟି ନେଉଳକୁ ଧରିବାକୁ ମୁଗୁରା ସେଇଠି ବସଉଛି। ତେବେ ଏକଥା ନେଉଳକୁ କହିଲାନି। ନେଉଳ ସହ କିଛି କଥାବାର୍ତ୍ତା ପରେ ବାଚୁକ ଫେରିଗଲା। କିନ୍ତୁ ପରଦିନ ଦେଖିଲା ଯେ ନେଉଳ ପାଣି ଚତରକୁ ଆସିଲା ନାହିଁ। ମୂଷାର ସନ୍ଦେହ ହେଲା ଯେ ନେଉଳ ସେ ମୁଗୁରାରେ ପଶିଗଲା କି? ଏମିତି ଭାବି ସେ ନେଉଳର ବୁଦା ପାଖରେ ପହଞ୍ଚିଗଲା। ସତକୁ ସତ ନେଉଳ ମୁଗୁରା ଭିତରେ ପଶିଯାଇଛି ସିନା, ସେ ଚେଷ୍ଟା କରି ମଧ୍ୟ ବାହାରକୁ ଆସିପାରିନି। ନେଉଳର ଅବସ୍ଥା ଦେଖି ମୂଷା ସଙ୍ଗେ ସଙ୍ଗେ ସେ ମୁଗୁରାକୁ କାଟିବାରୁ ନେଉଳ ବାହାରକୁ ଆସିଲା। ମୂଷା କହିଲା, ତୁମେ ଏତେ ଚାଲାକ ହେଇ ମଧ୍ୟ ତା ମଧ୍ୟକୁ ଗଲ କାହିଁକି? ନେଉଳ କହିଲା, ଆଜି ମୋତେ ଜ୍ୱର, ତେଣୁ ଦୂରକୁ ଯିବାକୁ ମନ କଲେନି। ତେଣୁ ଏଇ ମୁଗୁରାରୁ ଏଇ ଶୁଖୁଆ ଖାଇ ଚଳିଯିବା ପାଇଁ ତା ଭିତରକୁ ପଶିଗଲି। ପଶିଯିବା ପରେ ଖାଇବି କ'ଣ? ସେ ମୁଗୁରା ଭିତରେ କାଠଗୁଡ଼ିକ ମୋ ଦେହରେ ଫୁଟି ଯାଉଥିବାରୁ ମୁଁ ବାହାରି ପାରିଲିନି। ଯାହା ହେଉ, ତୁମେ ଇଆଡ଼େ ଆସି ନଥିଲେ ମୋ ଅବସ୍ଥା ପୂରା ଖରାପ ହୋଇଯାଇଥାନ୍ତା। ମୂଷା ଫେରି ଆସିବା ପରେ ଦୁଇଜଣ ଏତେ ଅନ୍ତରଙ୍ଗ ହୋଇଗଲେ ଯେ ଦିନେ ଦୁହେଁ ଦେଖା ନହେଲେ କାହାକୁ ଭଲ ଲାଗେ ନାହିଁ। ଏମିତି କିଛି ଦିନ କଟିଯିବା ପରେ ବାଚୁକ ଦିନେ ତା ଗାତ ଭିତରକୁ ପଶିବାକୁ ବାହାରିଛି। କମ୍ଭୁଳିକ ନାମରେ ଜଣେ ବଡ଼ ସାପଟିଏ ତାକୁ ଖାଇବାକୁ ଗୋଡ଼େଇଲା। ମୂଷାର ଗାତର ମୁହଁ ଗୋଟିଏ ରଖିଥିଲେ ମଧ୍ୟ ତାର ଗାତର ଭିତରେ ଅନେକ ବାଟ ତିଆରି କରିଥାଏ। କାରଣ ବିପଦ ଆସିଲେ ସେ କୁଆଡ଼େ ଗାତ ଭିତରେ ଲୁଚି ପଳାଏ। ସେଦିନ କମ୍ଭୁକିଳ ଗୋଡ଼େଇବାରୁ ବାଚୁକ ତାର ଗାତ ଭିତରେ ଥିବା ଅଲଗା ବାଟ ଦେଇ ବାହାରକୁ ବାହାରି ପଳେଇଲା। ସେଦିନ ସେ ସେଠୁ ଲୁଚି ପଳେଇ ଯାଇ ମାରିକ ଘରେ ପହଞ୍ଚି ସବୁ ବୃତ୍ତାନ୍ତ କହିଲା। ବାଚୁକକୁ ମାରିକ କହିଲା, ତୁମେ ଏଣିକି ନିର୍ଭୟରେ ରୁହ, କାରଣ କମ୍ଭୁକିଳ ମୋତେ ଥରେ ତମ ଘର ପାଖରେ ଦେଖିଦେଲେ ସେ ଆଉ ତୁମକୁ ମାରିବାକୁ ଆସିବ କ'ଣ? ନିଜକୁ ବଞ୍ଚେଇବା ପାଇଁ ସେ ବାଟ ଖୋଜି ଛୁ ମାରିବ। ତା ପରଦିନ ବାଚୁକ ଗେଣ୍ଡା ଶାମୁକା ଖାଇବାକୁ ବାହାରକୁ ଆସିଛି। ଦେଖିଲା ଯେ କିଛି ଦୂରରେ କମ୍ଭୁକିଳ ତାକୁ ଜଗି ବସିଛି। କମ୍ଭୁକିଳ ଜଗି ବସିଥିବା ବେଳେ ଦେଖିଲା ଯେ ମାରିକ ସେଇ ଆଡ଼କୁ ଆସୁଛି। ଏଣୁ ସେ ତରତର ହୋଇ ମୂଷା ଗାତରେ ପଶିଗଲା। ମୂଷା ତାର ଲୁଚା ଗାତ ଭିତର ଦେଇ ଅନ୍ୟ ବାଟରେ ବାହାରକୁ ପଳେଇ ଆସିଲା। କମ୍ଭୁକିଳ ସେଇ ଗାତ ଭିତରେ ପଶିଥିବାରୁ
ମାରିକ ଆସି ଗାତ ମୁହଁ ପାଖରେ ଜଗି ବସିଲା। ଅନେକ ସମୟ ଗଡ଼ିଯିବା ପରେ କମ୍ଭୁକିଳ ନ ବାହାରିବାରୁ ମାରିକ ମୂଷା ପାଇଁ ଚିନ୍ତାରେ ପଡ଼ିଗଲା। କିନ୍ତୁ ମୂଷା ଅନ୍ୟ ବାଟ ଦେଇ ବାହାରି ଆସି ନେଉଳକୁ ଦେଖାଦେବାରୁ ମାରିକ ଆଶ୍ୱସ୍ତ ହେଲା। କିନ୍ତୁ ନେଉଳ ମୂଷା ଗାତ ଭିତରେ ପଶି କମ୍ଭୁକିଳକୁ ମାରିବାକୁ ସାହସ କଲା ନାହିଁ। କାରଣ ଗାତ ଭିତରେ ପଶିଗଲେ ନେଉଳ ତା'ର ସବୁ ଶକ୍ତି ଖଟେଇ ପାରିବନି। ମାରିକ ନେଉଳ ବାଚୁକ ମୂଷାକୁ କହିଲା, ବନ୍ଧୁ, ତୁମେ ଗୋଟିଏ କାମ କର। ତୁମେ କାଲି ଗୋଟିଏ ଏକ ମୁହାଁ ଗାତ ଖୋଳିଦିଅ। ସେହି ଗାତ ତୁମ ଗାତ ପାଖରେ ଖୋଳିଦେବ ସିନା, ତୁମେ ସେ ଗାତରେ କେବେ ପଶିବନି। ସେ ଗାତ ଏତେ ସରୁ କରି ଖୋଳିବ, କିନ୍ତୁ ଅଧିକ ଲମ୍ବ ଯାଏ ଖୋଳିବ ନାହିଁ। ପରଦିନ ସେମିତି ବାଚୁକ ଗାତଟି ଖୋଳିଦେଲା। କିନ୍ତୁ ମାରିକ ବୁଦ୍ଧି ଅନୁସାରେ ଦୁହେଁ ଦୂରରେ ରହି ଲୁଚି ଗାତକୁ ନିରୀକ୍ଷଣ କରି ରହିଲେ। ସତକୁ ସତ କିଛି ସମୟ ଅତିବାହିତ ହେବା ପରେ କମ୍ଭୁକିଳ ଆସି ସେଇ ଗାତ ପାଖରେ ଏପଟ ସେପଟ ହେଲା। ଏମିତି ଏପଟ ସେପଟ ହେଉ ହେଉ ସେଇ ନୂଆ ଗାତ ଭିତରେ ବାଚୁକକୁ ଖୋଜିବାକୁ ପଶିଗଲା। ସେ ଗାତ ଭିତରେ ପଶିଗଲା ସିନା, ହେଲେ ସେ ଗାତ ଭିତରୁ ମୁହଁ ବୁଲେଇ ନ ପାରିବାରୁ ସେ ବାହାରି ପାରିଲାନି। ଏହି ସମୟରେ ମାରିକ ସାପର ଲାଞ୍ଜ ପାଖରୁ କିଛି କାଟିଦେଲା। ପୁଣି ଆଉ ଟିକେ ଦାନ୍ତରେ ଧରି ବାହାରକୁ ଟାଣି ପୁଣି ସାପର କିଛି ଅଂଶ ଟାଣି କାଟିଦେଲା। ସାପ ସେଇଠି କଷ୍ଟ ପାଇ ମରିଗଲା। ମାରିକ ମୂଷା ବାଚୁକକୁ କହିଲା, କିଛି ପରିଣାମକୁ ଚିନ୍ତା ନ କରି ଏମିତି କାମ କଲେ ହଇରାଣ ହିଁ ହେବ। ମୁଁ ମୁଗୁରାରେ ପଶିବା ବେଳେ ଏମିତି କିଛି ଭାବି ନଥିଲି। ଏବେ ସାପ କମ୍ଭୁକିଳ କିଛି ପରିଣାମ ଚିନ୍ତା ନ କରି ଗାତରେ ପଶିଯିବାରୁ ଆଜି ମୋ ହାତରେ ମଲା। ତେଣୁ ପାଦ ପକାଇବା ପୂର୍ବରୁ ସାବଧାନ ହେବା ଜରୁରୀ। ଆଜି ଆମେ ଏହି ଗପରୁ କ'ଣ ଶିକ୍ଷା ପାଇଲେ? ଆମେ ସବୁବେଳେ ସାବଧାନ ହୋଇ କାମ କରିବା ଉଚିତ। ଦର୍ଶକ ବନ୍ଧୁ, ଆଜିର କାହାଣୀକୁ ଏଇଠି ଶେଷ କରୁଛି। ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଆଉ ସାଙ୍ଗମାନଙ୍କ ମଧ୍ୟ ସେୟାର କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।